ସାଙ୍ଗମାନେ ପେଟ୍ରୋଲ ଚୋରକୁ ଟିକେ ଦେଖନ୍ତୁ କେମିତି ସେ କର୍ମଚାରୀଟି ଟିକେ ଅନ୍ୟମନସ୍କ ଥିବା ସମୟରେ ଏ ଚୋରଟି ତା ଟାଙ୍କିରୁ ପେଟ୍ରୋଲ ପମ୍ପକୁ ବାହାର କରିକି ଆଟାଜରେ ଆଣିଥିବା ଆଉ ଗୋଟେ ପେଟ୍ରୋଲ ପମ୍ପରେ ପୁରେଇବାକୁ ଲାଗୁଛି। ଆଉ ଯେମିତି ସେ କର୍ମଚାରୀଟି ଜାଣିପାରିବନି ପୁଣି ପେଟ୍ରୋଲ ପମ୍ପକୁ ଆଣିକି ତା ଟାଙ୍କିରେ ପୁରେଇ ଦଉଛି। ଆଉ ସେ କର୍ମଚାରୀଟି କହୁଛି ଆରେ ଭାଇ ତମର 500 ଟଙ୍କା ହେଲା ଜଲ୍ଦି ଦିଅ। ଆଉ ସେ ଚୋରଟି 500 ଟଙ୍କା କାଢିକି ଦେଇ ଦଉଛି। ଆଉ ସେ ଚୋରଟି କହୁଛି ଆରେ ଭାଇ ଟାଙ୍କିରେ ତ ଠୋପେ ତେଲ ନାହିଁ, ତୁ ଶଳା କୁଆଡେ 500 ଟଙ୍କାରେ ତେଲ ଦେଲୁ, ତୁ ଶଳା ନିଜ ଆଖିରେ ଦେଖିଲୁ ଜାଣିପାରିବୁ। ଆଉ ସେ କର୍ମଚାରୀ ଯେତେବେଳେ ଦେଖୁଛି ସତକୁ ସତ ତ ଟାଙ୍କିରେ କିଛି ବି ତେଲ ନାହିଁ। ଆରେ ଭାଇ ମିଟରରେ ତ ଦେଖୁଛି 500 ଟଙ୍କା, ତୋ ଟାଙ୍କିରୁ ତେଲ କୁଆଡେ ଗଲା, ଶଳା କିଛି ଗଡବଡ କରିନୁ ତ? ଆରେ ଶଳା ମତେ ଚୋର ଦେଖିଲୁ ନା କଣ, ଏମିତି କଣ ଅଣ୍ଡାଳୁଛୁ? ଆରେ ଶଳା ତୁ ତ ଚୋର ନୁହଁ, ତାହେଲେ ଟାଙ୍କିରୁ ତେଲ କୁଆଡେ ଗଲା? ଶଳା ଏଇଟା ପଛପଟରେ କଣ ରଖିଛୁ, ତା ଭିତରେ କଣ ଅଛି ଦେଖିଲେ ଜଣା ପଡିବ। ସାଙ୍ଗମାନେ ଆଗକୁ ଚୋର ସାଙ୍ଗରେ କିଛି ଏମିତି ହେଲା ଦେଖିବା ପୂର୍ବରୁ ସାଙ୍ଗମାନେ ଯଦି ଆପଣଙ୍କର ବାଇକ୍ ଅଛି ଆଉ ଟାଙ୍କିରେ ପେଟ୍ରୋଲ ପକାଉଛନ୍ତି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ସେ କର୍ମଚାରୀଟି ଦେଖୁଛି ଯେ ଆଟାଜ ଭିତରେ ଆଉ ଗୋଟେ ଟାଙ୍କି ଅଛି। ଆଉ ସେ ଚୋରଟି ସେ ଟାଙ୍କି ଭିତରେ ସବୁ ତେଲକୁ ପୁରେଇ ଦେଇଛି। ଶଳା ଚୋର ଆଉ ଗୋଟେ ଟାଙ୍କିରେ ତେଲ ପୁରେଇକି ଭାବୁଛୁ ଏଠୁ ନେଇକି ପଳେଇବୁ। ଆଉ ସେ କର୍ମଚାରୀଟି ରାଗିକି ସେ ଲୋକଟିକୁ ନିର୍ଦ୍ଧୁମ ଛେଚୁଛି।